କାର୍ଯ୍ୟାଦେଶ। କାଉନସିଲ ବଡିର ଅଭିଯୋଗ କାମ ବନ୍ଦ କରୁଛନ୍ତି ବିଧାୟକ। ମୁଣ୍ଡ ଟେକୁଛି ଆନ୍ଦୋଳନ, ଅଫିସରେ ତାଲା ବନ୍ଦ ଆନ୍ଦୋଳନ ଚେତାବନୀ। ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗରବାସୀଙ୍କ ପ୍ରତି ବିଶ୍ୱାସଘାତ ଚରମ ସୀମାରେ ପହଞ୍ଚିଲାଣି। ସରକାର ବଦଳିବା ପରେ ବିକାଶର ଡିଣ୍ଡିମ ପିଟୁଥିବା ବିଜେପି ସରକାର କବି ସୂର୍ଯ୍ୟନଗର ବିନାଶ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି। ପୁରା ସହର ସାରା ଭାଙ୍ଗିରୁଜି ପଡ଼ିଛି। ହେଲେ କାମ କରିବା ପରିବର୍ତ୍ତେ କାମ ବନ୍ଦ କରିବାକୁ କୁଆଡ଼େ ବିଧାୟକ ପ୍ରଶାସନକୁ ଚାପ ପକାଉଥିବା ଆଜି କାଉନସିଲରେ ଅଭିଯୋଗ କରିଛି। ଯଦି ପୁରା ଖବରକୁ ନଜର ପକାଇବା ଆସନ୍ତୁ ଜାଣିବା କାହିଁକି କାମ ବନ୍ଦ ରହିଛି। କବି ସୂର୍ଯ୍ୟନଗର ସହରରେ ବିଭିନ୍ନ ସାହିରେ ରାସ୍ତା, ଡ୍ରେନ୍, କଲଭର୍ଟ ନିର୍ମାଣ ପାଇଁ ଗତ 6 ଅକ୍ଟୋବର 2025 ତାରିଖ କାଉନସିଲ ବୈଠକ ନମ୍ବର 27 ଓ ସଭା ନମ୍ବର 3ରେ ପ୍ରସ୍ତାବ ଆଗତ ହୋଇ ନିର୍ଦ୍ଧାରଣ କରିବା ପରେ ମ୍ୟୁନିସିପାଲିଟି ଯନ୍ତ୍ରୀ ଏଷ୍ଟିମେଟ୍ କରିବା ପରେ 4 ନଭେମ୍ବର 2025ରେ କାଉନସିଲ ନିଷ୍ପତ୍ତି ନେଇଥିଲା। ତାପରେ 19 ମାର୍ଚ୍ଚ 2026ରେ ଅନଲାଇନ୍ ମାଧ୍ୟମରେ 48ଟି କାମର ଟେଣ୍ଡର ବିଜ୍ଞପ୍ତି କରାଯାଇଥିଲା। 19 ମାର୍ଚ୍ଚରୁ 28 ମାର୍ଚ୍ଚ ଯାଏ ଟେଣ୍ଡର ଆବେଦନ ତାରିଖ ଧାର୍ଯ୍ୟ ଥିଲା। ହେଲେ 12ଟି କାମ ସିଙ୍ଗଲ ଟେଣ୍ଡର ଥିବା ବେଳେ 4 କାମ ପାଇଁ କେହି ଆବେଦନ କରିଥିଲେ। ବଳକା 32ଟି କାମ ଟେଣ୍ଡର ପାଇବା ପରେ ଆଉ ଠିକାଦାରକୁ କାର୍ଯ୍ୟାଦେଶ ଦିଆଯାଉନାହିଁ। ଠିକାଦାରମାନେ ବାରମ୍ବାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ନୀରବ ରହିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଲାଣି। ଯାହା କୁହାଯାଉଛି ବିଧାୟକଙ୍କ ଚାପରେ ଜିଲ୍ଲା ପ୍ରଶାସନ କୁଆଡ଼େ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ନେଉଥିବା ଶୁଣାଯାଉଛି। କାମ କରିବା ପରିବର୍ତ୍ତେ କାମ ବନ୍ଦ କରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଗଲାଣି। ଏନେଇ କାଉନସିଲ ବଡି ଜିଲ୍ଲାପାଳଙ୍କୁ ଓ ପିଡିଙ୍କୁ ସାକ୍ଷାତ କରିବା ପରେ ଯଦିଓ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ ଆଗାମୀ ଦିନରେ କବି ସୂର୍ଯ୍ୟନଗର ମ୍ୟୁନିସିପାଲିଟିରେ ତାଲା ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ପୌର ପରିଷଦ ଗୋଟେ ଅଟୋନମସ୍ ବଡ଼ି, ତାର ସହରବାସୀଙ୍କୁ ମୌଳିକ ସୁବିଧା ଦେବା ହେଉଛି କାଉନସିଲର କର୍ତ୍ତବ୍ୟ। ଏଣୁ ସହରର ବିଭିନ୍ନ ରାସ୍ତାଘାଟ ସବୁ ନଷ୍ଟ ହୋଇଗଲାଣି। ତାକୁ ଆଧାର କରି 6/10/2025 ତାରିଖରେ କାଉନସିଲର ସଭା ନମ୍ବର 27 ନିର୍ଦ୍ଧାରଣ ନମ୍ବର 3ରେ ବିଭିନ୍ନ ୱାର୍ଡ଼ର ରାସ୍ତାଘାଟ, ନାଳ ନର୍ଦ୍ଦମା, କଲଭେଟ୍ ଗୁଡ଼ିକୁ ନିର୍ଦ୍ଧାରଣ କରାଯାଇଥିଲା। ସେ ନିର୍ଦ୍ଧାରଣ ଗୁଡ଼ିକୁ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଟକଳ ପ୍ରସ୍ତୁତ କରି 4/11/2025 ତାରିଖରେ ସଭା ନମ୍ବର 28 ନିର୍ଦ୍ଧାରଣ ନମ୍ବର 3ରେ କାଉନସିଲ ତାକୁ ମଞ୍ଜୁର ଦେଇଥିଲା। ତାପରେ କାର୍ଯ୍ୟନିର୍ବାହୀ ଅଧିକାରୀ 19/3/2026 ତାରିଖରେ ତାକୁ ଅନଲାଇନ୍ରେ ଇ ଟେଣ୍ଡର ମାଧ୍ୟମରେ ବାହାର କରିଥିଲେ। 19/3ରୁ 28 ପର୍ଯ୍ୟନ୍ତ ଟେଣ୍ଡର ପକାଇବା ପାଇଁ ସମୟ ଦିଆଯାଇଥିଲା। 19 ତାରିଖ ଦିନ ସକାଳ 10ଟାରୁ 29 ତାରିଖ 28 ତାରିଖ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଅନଲାଇନ୍ ଖୋଲା ଥିଲା। ସେହି ହିସାବରେ 48ଟି କାମକୁ ଟେଣ୍ଡର ବାହାର କରାଯାଇଥିଲା। କଣ୍ଟ୍ରାକ୍ଟରମାନେ ଟେଣ୍ଡର ପକାଇଥିଲେ। 48ଟା କାମରୁ 12ଟା କାମ ସିଙ୍ଗଲ ଟେଣ୍ଡର ହୋଇଯାଇଛି। ଆଉ 4ଟା କାମ କୌଣସି କଣ୍ଟ୍ରାକ୍ଟର ପକାଇ ପାରିନାହାନ୍ତି। ଆଉ 32ଟା କାମ ବର୍ତ୍ତମାନ ସକ୍ସେସ୍ ହେଇଛି। ସେ 32ଟା କାମକୁ କାର୍ଯ୍ୟାଳୟ ଦ୍ୱାରା ମଧ୍ୟ କିଏ କିଏ ଟେଣ୍ଡର ପାଇଛନ୍ତି, କେଉଁ କାମ ପାଇଛନ୍ତି ତାକୁ ମଧ୍ୟ ପବ୍ଲିସିଟି କରିଛି କାର୍ଯ୍ୟାଳୟ। ଏହାରି ଭିତରେ ସ୍ଥାନୀୟ ବିଧାୟକ ରାଜନୈତିକ ଏବଂ ଦଳଗତ ମନୋଭାବ ରଖି ସେହି କାର୍ଯ୍ୟର ୱାର୍କର ନ ଦେବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶାସନକୁ ଚାପ ପକାଉଛନ୍ତି, ଯାହାଦ୍ୱାରା ପ୍ରଶାସନ ଅସ୍ଥିର ଅବସ୍ଥାରେ ରହିଛି। ତାକୁ କ୍ୟାନସଲ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଆମେ ଶୁଣୁଛୁ। ବଡ଼ ଦୁଃଖର ବିଷୟ। ଏ ସହରବାସୀ
आशा भरोसा करी जो तांकर अमूल्य भोट देइथिले विधायक को एवं बहु मात्रा रे से ए अंचल भोट पाइथिले ताकू वर्तमान से तांकर मर्यादा रखुना लोकंर मर्यादा रखुना जहाँफल ये 2 वर्ष ला किसी काम होनी एवं जो विधायक तांकर प्रतिश्रुति देते 2 मास भितर सहर सबुआड़े फेवर रोड करदेवी ता मध्य पांडर गार हो जाऊँ। वर्तमान काउंसिल काम चिंता करुचु आमे जिला प्रशासन को मिसबू आमर जिलार अधिकारी पीडी प्रकल्प निर्देशक सहरांचल उन्नयन संस्था को मिसबू जदि आउपरे प्रशासन किसी सुचिंत पदक्षेप न नहीं सेमाने मध्य जदि दलगत मनोभाव रखिक आमको ए सहर विकास रे बाधा सृष्टि करती ताहाले आमे काउंसिल बड़ी एनएसी कार्यालय धारण देबू ऑफिस चाई पकेबू एवं जनमत सृष्टि करी रास्ता रोको करने आंदोलन करने आम स्थिर करुछु। ब्यूरो रिपोर्ट जेएमजे न्यूज।